କିଛି ପିଜିର ଛାତ୍ର ଏବଂ କିଛି ଅଣଛାତ୍ର ମିଶି ଯେଉଁମାନେ କମେଣ୍ଟ ମାରିଥିଲେ କିନ୍ତୁ ଏହା କଲେଜ ଉଲ୍ଟା ଦେଖାଗଲା ଯେ ଛାତ୍ରୀମାନଙ୍କୁ ବାରମ୍ବାର 5 ଦିନ କାଳ କଣ୍ଟିନ୍ୟୁସଲି ସକାଳ 10ଟାରୁ ଡକାଇ ସନ୍ଧ୍ୟା 5ଟା 15 ପ୍ରିନ୍ସିପାଲ ବସା ହେଲା ତାଙ୍କ ପ୍ୟାରେଣ୍ଟସକୁ ଡକା ହେଲା ସବୁ କଲା ପରେ ମଧ୍ୟ ବି କୁହାଯାଏ ତାଙ୍କ ଆକ୍ସନ ନେଇଯିବ ତାଙ୍କ ବିରୁଦ୍ଧରେ। ଏହି ସମୟରେ ଆମେ କଥା ହେବାକୁ ଯାଇଥିଲୁ ସେ ସମୟରେ କଣ ଅଛି ନା 20ରୁ 25 ଜଣ ଛାତ୍ର ଏବଂ ଅଣଛାତ୍ର ଛୁରୀର ମାରଣାସ୍ତ୍ର ଦେଖି କଲେଜ ମାନେ ପ୍ରିନ୍ସିପାଲ ଚାମ୍ବର ଭିତରେ ପଶିଥିଲେ ଏବଂ ଆମକୁ ନୃଶଂସ ଭାବେ ହତ୍ୟା ଉଦ୍ୟମ କରିଥିଲେ ଏବଂ ପ୍ରିନ୍ସିପାଲକୁ ଡକା ପଡ଼ିଲା ପରେ ପ୍ରିନ୍ସିପାଲ ଉପରେ ଆହୁରି 4 ଜଣ ଏପିଚୋଡି ମଧ୍ୟ ଉପସ୍ଥିତ ଥିଲେ କିନ୍ତୁ କେହି କିଛି ବୁଝିବା ପୂର୍ବରୁ ସେମାନେ ଜଣେ ହଉଛନ୍ତି ଚନ୍ଦ୍ରଶେଖର ପାଢୀ ବିଶାଲ ୟାଦବ ଏମାନଙ୍କ ନାଁରେ ପୂର୍ବରୁ ବହୁତ ସାରା କିଛି ଜଣ କଲେଜ ସ୍ଟୁଡେଣ୍ଟ କିଛି ଜଣ ଅଣଛାତ୍ର ଆଉ ଜଣେ ହଉଛନ୍ତି ଭଗବାନ ସାହୁ ଗୋଟେ ଢାବା କରିଛି ଧଉଳିରେ ସେ ହଉଛି ମୁଖ୍ୟ ଅଭିଯୁକ୍ତ। ସମସ୍ତ ଫୋନ ଅନ୍ ଅଛି ସମସ୍ତେ ଆଖପାଖ ଅଞ୍ଚଳରେ ବୁଝୁଛନ୍ତି ପୋଲିସ କାହାକୁ ବି ଆରେଷ୍ଟ କରୁନାହିଁ। वास्तविक कहानी आम भी बुझा पूर्व कि आम तो नॉर्मल प्रिंसिपल तो कथा हो जाए प्रिंसिपल तो कथा हो एमती आकर्षित आक्रमण करेंगे आम के भाभी न से कमेंट मरा को नहीं तो से झील पे आम जाइए न्याय पे प्रिंसिपल पचारे कौन हो कौन ना बोली से उत्क्षिप्त होकर आक्रमण कले बरगड़ थाना बारंबार होता से पिला निहुनि प्रिंसिपल रूम एंटी सोशल पढ़िया ढिला पुलिस छाड़ दूसरी आम चाहूँ रस्टिकेट मुख्य चंद्रशेखर पाढ़ी विशाल यादव भगवान साहू इन आरेस्ट कर दी जन नेता जड़े सरेंडर कर पुलिस किसी करनी सरेंडर आरेस्ट कर समस्त आरेस्ट